आदर्श साजिଛନ୍ତି ଯୁବଚାଷୀ ବାଦଲ ଟୁଡୁ। ମଲ୍ଚିଂ ତଥା ଡ୍ରିପ୍ ପଦ୍ଧତିରେ ଜମିରେ ଜଳସେଚନ କରି କମ୍ ଖର୍ଚ୍ଚରେ ଅଧିକ ପନିପରିବା ଅମଳ କରିପାରୁଛନ୍ତି। ବାଦଲ ଜଣେ ଭଲ ସ୍ପୋର୍ଟସମ୍ୟାନ୍ ହୋଇ ଚାକିରି ପଛରେ ନ ଗୋଡ଼ାଇ ଆଧୁନିକ ପ୍ରଣାଳୀରେ ପନିପରିବା ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି। ତେବେ ଏହି ଯୁବଚାଷୀଙ୍କୁ ନେଇ ଦେଖିବା ଆମର ଆଜିର ଏହି ରିପୋର୍ଟ। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଖାଲପାଳ ଗାଁର ଚୋରଖଳା ସାହି ଗାଁର ଯୁବଚାଷୀ ବାଦଲ ଟୁଡୁ ଆଧୁନିକ ପ୍ରଣାଳୀରେ ବିଭିନ୍ନ ପନିପରିବା ଚାଷ କରୁଛନ୍ତି। ଏବେ ସେ 4 ଏକର ଜମିରେ 5000 ମିଠା ମକା ଗଛ ଚାଷ ଲଗାଇଛନ୍ତି। ପ୍ରତି ମକା ଗଛ ସେ ମଲ୍ଚିଂ ପଦ୍ଧତିରେ ଚାଷ କରିଥିବା ବେଳେ ଜଳସେଚନ ପାଇଁ ସେ ଡ୍ରିପ୍ ପଦ୍ଧତି ଆପଣାଇଛନ୍ତି। ଏଥିପାଇଁ ସେ ପ୍ରତି ଗଛ ନିକଟରେ ଛୋଟ ପାଇପ୍ ଦ୍ୱାରା ବୁନ୍ଦା ବୁନ୍ଦା ଜଳସିଞ୍ଚନ କରୁଛନ୍ତି। ଫଳରେ ଗଛକୁ ଯେତିକି ଜଳ ଆବଶ୍ୟକ ସେତିକି ମିଳିଥାଏ। लक्ष्मी मुर्मू मो स्वामी ना हूँ बादल टुडू से चाष करते वर्ष जाके से बैगण जह्नी भेंडी झुडंग लगाती शीत दिन से लगाती बिलाती बिलाती अमल सारा आम लगेचु मीठा मका से ड्रिप मध्यम आम लगेचु से फुटे फुटे ऊपर गोटे कणा अच्छी से पाइप मध्यम से ठुपे ठुपे पानी पड़ुची से पानी बेसी नष्ट होनी टिके संचय होकी रहुची बेसी माने खुला पाइप रे जेमिति गादु गादु होकी पानी जाए ऐसे ड्रिप माध्यम रे छोट पाइप आकार एते पानी नष्ट होनी जहा द्वारा आम से पानी संचय हाँ आमर पानी संचय होउची जहा द्वारा पानी संचय होउची आमर आ बेसी पानी नष्ट होउनी प्रति वर्ष आमर लक्षाधिक टंका रोजगार होउची आ एई रोजगार रे आम घर परिवार समस्त को चलुचु एई पैसा रे आमर सब किछ होउची बेस भलो भाबे आमे चली पारुचु आम सहयोग करू घर काम सारिकी आमे जल्दी पळै आसचु 6 पिला धरिकी काम सारे समस्ते आसचु आहाଯ୍य करूचु बहुत खुशी लगुच। ଏହି ପଦ୍ଧତିରେ ଆଦୌ ଜଳ ନଷ୍ଟ ହୋଇନଥାଏ। ଗତ 24 ବର୍ଷ ଧରି ସେ ଏପରି ଭାବରେ ଚାଷ କାମ କରି କମ୍ ଜଳ ଖର୍ଚ୍ଚ କରିବା ସହିତ ଭଲ ରୋଜଗାର କରିପାରୁଛନ୍ତି। ବାଦଲ ଜଣେ ଭଲ ଭଲି ଖେଳାଳି ଥିଲେ। ଏଥିପାଇଁ ସେ କୋରାପୁଟ ସ୍ପୋର୍ଟସ ହଷ୍ଟେଲରେ ରହି ସରକାରୀ ପ୍ରଶିକ୍ଷଣ ନେଇଥିଲେ। ହେଲେ ଏହାପରେ ସେ ଚାକିରି ପଛରେ ନ ଗୋଡ଼ାଇ ନିଜେ କିଛି କରିବା ଲକ୍ଷ୍ୟରେ ଆଧୁନିକ ପ୍ରଣାଳୀରେ ବିଭିନ୍ନ ପ୍ରକାରର ପନିପରିବା ଚାଷ କରିବା ଆରମ୍ଭ କଲେ। ମୋ ନାଁ ହେଉଛି ବାଦଲ ଟୁଡୁ। ମୁଁ ଆଜ୍ଞା ଦେଖନ୍ତୁ ଯେତେବେଳେ କୋରାପୁଟ ସ୍ପୋର୍ଟ ହଷ୍ଟେଲରେ ପଢ଼ୁଥିଲି ସେବେ ମୁଁ ସ୍ପୋର୍ଟ ହଷ୍ଟେଲରେ ମଧ୍ୟ ଭଲ ଖେଳୁଥିଲି ମଧ୍ୟ ଷ୍ଟେଟ୍ ମଧ୍ୟ ଖେଳିଛି ଆସିଲା ପରେ ମୁଁ ଚାହିଁଥିଲେ ବି ଚାକିରି ନିଶ୍ଚିତ ଭାବରେ ମୁଁ ପାଇଥାନ୍ତି କିନ୍ତୁ ମୁଁ ସେଥିପ୍ରତି ନ ଯାଇ ଚାଷକୁ ମୁଁ ଗୋଟେ ବହୁତ ଭଲ ପାଏ ଏବଂ ଚାଷକୁ ମନ ଦେଲା ପରେ ବି ଧୀରେ ଧୀରେ ମାନେ ଯେଉଁ ଚାଷଟା ଆଗେ ମାନେ କଷ୍ଟ ହେଉଥିଲା ଧୀରେ ଧୀରେ ଏବେ ଭଲ ସିଷ୍ଟମେଟିକ୍ ବି ଚାଷ ହେଉଛି କାହିଁକିନା ସେ ସିଷ୍ଟମେଟିକ୍ ହେଉଛି ଡ୍ରିପ୍ ସିଷ୍ଟମ୍ ଏବଂ ମଲ୍ଚିଂ ସାହାଯ୍ୟରେ ମୁଁ ଚାଷଟା କରୁଛି। ତ ଜଳ ମୁଁ ଦେଖିଲି ଆଗେ ଯେଉଁ ଅଲଗା ଇଏରେ ଚାଷ ହେଉଥିଲା ଜଳ ଟିକେ ଅଧିକ ନିହାତି ଦରକାର ହେଉଥିଲା। ମୁଁ ଦେଖିଲି ଏହା ଦ୍ୱାରା ବହୁତ ଜଳ କିଛି ମୁଁ ବଞ୍ଚେଇ ପାରୁଛି ବୋଲି ଭାବୁଛି। ତାପରେ ଗଛକୁ ଗଛ ଯେଉଁ ପାଣି ନିହାତି ଦରକାର ଠିକ୍ ଭାବରେ ସେ ଗଛକୁ ଗଛ ପାଣି ପାଉଛି ଏବଂ ଭଲ ମଧ୍ୟ ଚାଷ ହେଉଛି। ମୁଁ ଆଜ୍ଞା ଲଙ୍କା ବାଇଗଣ ବିଲାତି ଭେଣ୍ଡି ବିଭିନ୍ନ ରକମ ମକା ଇତ୍ୟାଦି ଯେକୌଣସି ପ୍ରତ୍ୟେକ ମାନେ ପନିପରିବା ମୁଁ ଚାଷ କରେ। ମୁଁ ବର୍ଷକୁ ପାଖାପାଖି 5-6 ଲକ୍ଷ ଟଙ୍କା ରୋଜଗାର କରୁଛି। ଯୁବକମାନେ ପାଠ ପଢ଼ିକି ଚାକିରି ସେମାନେ କ'ଣ କରିବେ? ସେମାନେ ଚାକିରି ପଛରେ ନ ଦୌଡ଼ି କିନ୍ତୁ ପାଠ ପଢ଼ନ୍ତୁ ମନା କରୁନି। ପାଠକୁ ନିଜ ମାନେ ଜ୍ଞାନକୁ ବଢ଼ାନ୍ତୁ। ଜ୍ଞାନ ସେ ଜ୍ଞାନକୁ ଚାଷରେ ଲଗେଇଲେ ବି ବହୁତ ମାନେ ବଢ଼ିଆ ସେ ମାନେ ପଇସା ରୋଜଗାର କରିହେବ। ମାନେ ଚାକିରି ଠାରୁ ବି ଆହୁରି ବହୁତ ଭଲ ମାନେ ପଇସା ରୋଜଗାର କରିହେବ। ଚାଷ କରି ପରିବାର ପ୍ରତିପୋଷଣ କରିପାରିବେ ନିଶ୍ଚିତ। ମୁଁ କାହିଁକିନା ମୁଁ ବି ଏବେ ନିଜକୁ ମୁଁ ଯେତିକି ଫ୍ୟାମିଲିର ଯେତିକି ଅଛନ୍ତି ମୁଁ ସମସ୍ତଙ୍କୁ ଠିକ୍ ଭାବରେ ପ୍ରତ୍ୟେକ ଜିନିଷ ଯୋଗାଇ ହେଉଛି।
ମଧ୍ୟ ଏବଂ କିଛି ଘର ଜିନିଷ ବା ଘର ଦାୟିତ୍ୱ ଘର ଯେତିକି ଆବଶ୍ୟକ ମୁଁ ସବୁ ପ୍ରକାର ମାନେ ଠିକ ସେ ତୁଲାଇ ଭାବୁଛି। 2006 ମସିହାରୁ ସେ ବାଇଗଣ, ଜହ୍ନି, ଭେଣ୍ଡି, ଝୁଡ଼ଙ୍ଗ ଆଦି ଚାଷ କରିବା ଆରମ୍ଭ କଲେ। ଶୀତଦିନେ ସେ ବିଲାତି ଚାଷ ପରେ ଏବେ ମିଠା ମକା ଚାଷ କରିଛନ୍ତି। ପନିପରିବା ଚାଷ ସେ ଆଧୁନିକ ପଦ୍ଧତିରେ କରିବା ସହିତ ଜଳସେଚନ ପାଇଁ ଡ୍ରିପ୍ ପଦ୍ଧତି ଆପଣାଇଛନ୍ତି। ଫଳରେ ସେ ଚାଷରୁ ବର୍ଷକୁ 6 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ରୋଜଗାର କରିବା ସହିତ ନିଜର 7 ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରିପାରୁଛନ୍ତି, ଯାହା ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛି। ସୁଦର୍ଶନ ବ୍ରହ୍ମନା ଆମ ଖାଲପା ଗ୍ରାମର ଚୋରଖଳା ସାହି। ଏଠି ଆମର ଯୋଉ ବାଦଲ ଟୁଡୁ ଆମ ଭାଇ, ସିଏ ଭଲ ଚାଷ କରନ୍ତି, ପନିପରିବା ସବୁ କରନ୍ତି। ଏଥର ଆମର ମକା ଚାଷ କରୁଛନ୍ତି ଭଲ ଡ୍ରିପ୍ ପ୍ରଣାଳୀରେ ଆଉ ମଲ୍ଚିଂ ସିଷ୍ଟମରେ। ଅଳ୍ପ ପାଣି ଆମର ଏଠି ବ୍ୟବହାର ହୁଏ ଆଉ ପାଣିର ଅପଚୟ ହୁଏନି ଆଉ ଲକ୍ଷାଧିକ ଟଙ୍କା ସେ ଇନକମ୍ କରନ୍ତି। ଏଠି ପ୍ରାୟ 5-6 ହଜାର ଗଛ ଲଗା ହେଇଛି, ମିଠା ମକା ଗଛ। ଆଉ ଇଏ ବି ହେଇଗଲାଣି। ଆଉ ଭାଇମାନଙ୍କର ଯାହା ଆମକୁ କୁହନ୍ତି ସବୁ ଆମେ ଏଠି ଆସୁ ଦେଖୁ, କାମ ବି ମଝିରେ ମଝିରେ ଆମେ କରୁ ଆଉ ଭାଇକୁ ଆମେ ଟିକେ ସହଯୋଗ କରୁ। ଆମ ଭାଇଙ୍କର କାମ ଦେଖି ଆମେ ବହୁତ ଖୁସି, ଆମ ଗ୍ରାମବାସୀ ବହୁତ ଖୁସି, ଆମ ଗାଁ ସାହି ପଡ଼ିଶାର ସମସ୍ତେ ଖୁସି। ଆଉ ଆମ ଭାଇକୁ ଆମେ ଏତିକି କହିବୁ ସିଏ ଆଉ ଟିକେ ଉପରକୁ ଏଇଭଳିଆ କାମ କରନ୍ତୁ, ଭଲ କରନ୍ତୁ। ଆମ ଯୁବ ଚାଷୀ ସିଏ, ଆଉ ଭଲ ପଢ଼ନ୍ତି ବି, ସେ ଭଲ ସ୍ପୋର୍ଟସମ୍ୟାନ୍ ବି ଥିଲେ। ଆଉ ଏତିକି ମୁଁ କହିବି। ଆଉ ସେ ବହୁତ ଭଲ ଲୋକ ଆଉ ଚାଷରେ ସେ 1 ନମ୍ବର ହେବା ପାଇଁ ମୁଁ ଚାହୁଁଛି। ଆମ ଗାଁ ସାହି ପଡ଼ିଶାର ସେ 1 ନମ୍ବର ହଉ। ଜଣେ ଭଲ ସ୍ପୋର୍ଟସମ୍ୟାନ୍ ଚାକିରି କରିପାରିଥାନ୍ତେ, ହେଲେ ଚାକିରି ପଛରେ ନ ଗୋଡ଼ାଇ ଏବେ ଉନ୍ନତମାନର ପନିପରିବା ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି, ଯାହା ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛି ପ୍ରେରଣା। ଶରତ ଜେନା, ଗଡ଼ ଖାଲପା। ବାଦଲ ବାବୁ ଆମ ଖାଲପାଳର ଜଣେ ଉଦୀୟମାନ ଯୁବକ। ଖାଲପାଳ ଚୋରଖଳା ହେଉଛି ଗୋଟେ ହାମଲେଟ୍। ଜଣେ ଉଦୀୟମାନ ଯୁବକ, ଶିକ୍ଷା କ୍ଷେତ୍ରରେ କୋରାପୁଟ ଗଭର୍ଣ୍ଣମେଣ୍ଟ ହାଇସ୍କୁଲରୁ ସେ ଶିକ୍ଷା ସମାପ୍ତ କରିସାରିଲା ପରେ +2 କରୁଥିଲେ ରେକୁଟିଆ କଲେଜରେ। ପରବର୍ତ୍ତୀ ସମୟରେ ସେ ଚାହିଁଲେ ଯେ ଚାକିରି ପଛରେ ନ ଦୌଡ଼ି ମୁଁ ଚାଷରେ ମନୋନିବେଶ କରିବି ଏବଂ ତାଙ୍କର ଏଇଟା ଲକ୍ଷ୍ୟ ଥିଲା, ପିଲାବେଳୁ ଲକ୍ଷ୍ୟ ଥିଲା। ବାପାଙ୍କ ପାଖରୁ ମଧ୍ୟ ସେ ଶିଖିଥିଲେ। ଚାଷ କ୍ଷେତ୍ରରେ କଷ୍ଟସାଧ୍ୟ ପରିଶ୍ରମ କରି ସେ ଆଜି ବହୁ ଉଚ୍ଚରେ ପହଞ୍ଚି ପାରିଛନ୍ତି ଏବଂ ଆଜିର ଚାଷକୁ ବିମୁଖ ହେଉଥିବା ଯୁବକମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ ସାଜିଛନ୍ତି ଏବଂ ତାଙ୍କର ଆକର୍ଷଣରେ କିଛି ଯୁବକ ମଧ୍ୟ ଚାଷ ପାଇଁ ମନୋନିବେଶ କଲେଣି। ଆମ ଗାଁ ପାଇଁ ଗର୍ବ। ସେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଆପଣଙ୍କର କଲରା, ଲଙ୍କା, ମିଠା ମକା, ଆପଣଙ୍କର ବୋଇତାଳୁ, ଆପଣଙ୍କର ବାଇଗଣ ଆଉ ସବୁ ପ୍ରକାର ଝୁଡ଼ଙ୍ଗ, ସବୁ ପ୍ରକାର ଫସଲ ସେ ସମୟ ଅନୁଯାୟୀ କରୁଛନ୍ତି, ଋତୁକାଳୀନ କରୁଛନ୍ତି ଏବଂ ସେ ପୁରା ଫୋକସ୍ କରିଛନ୍ତି ଚାଷକୁ ଅନ୍ୟାନ୍ୟ ସମସ୍ତ ଧନ୍ଦାକୁ ଛାଡ଼ି। କାରଣ ଚାକିରି ତାଙ୍କୁ ପଚାରି ଯିବାରୁ ସେ ଚାକିରି କରିଥିଲେ ମୁଁ ଏତେ ପଇସା କମେଇ ପାରିନଥାନ୍ତି। ଆଉ ଗୋଟେ ବଡ଼ ଖୁସିର କଥା, ସେ ତାଙ୍କର 2 ଭାଇକୁ ଉଚ୍ଚଶିକ୍ଷିତ କରିପାରିଛନ୍ତି। ତାଙ୍କର 2 ଭାଇ ଏ ଚାଷ କରିକି ସେ ତାଙ୍କ 2 ଭାଇଙ୍କୁ ପାଠଶାଠ ପଢ଼େଇ ବହୁତ ଉଚ୍ଚଶିକ୍ଷିତ କରିଛନ୍ତି। 2 ଭାଇ ଟିଚର ମଧ୍ୟ ଏବଂ ତାଙ୍କର କକା ପୁଅ 2 ଜଣ ଯାକ ପୋଲିସ ମଧ୍ୟ ବହୁତ ଉଚ୍ଚକୁ କରିଛନ୍ତି। ସେଥିପାଇଁ ଅଶେଷ ଧନ୍ୟବାଦ ଆମ ଗ୍ରାମ ତରଫରୁ, ଗ୍ରାମବାସୀ ତରଫରୁ, ମୋ ତରଫରୁ ଅଶେଷ ଧନ୍ୟବାଦ ଏବଂ ତାଙ୍କର ଉତ୍ତରୋତ୍ତର ଉନ୍ନତି ହେଉ ଏବଂ ଆହୁରି ଚାଷର ସେ ଆଗନ୍ତୁ ଏବଂ ଅଧିକ ଯୁବକମାନଙ୍କୁ ସେ ତାଙ୍କ ପାଖକୁ ଟାଣି ଆଣନ୍ତୁ। ଏଇ କହି ମୁଁ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ଘସିପୁରାରୁ ପ୍ରଭାତୀ ସାହୁଙ୍କ ରିପୋର୍ଟ, ଜାଗୃତି ଲାଇଭ୍ ମିଡ଼ିଆ।